ଯଦି ତିନୋଟି ସଂଖ୍ୟାର ଯୋଗଫଳ 52 ହୁଏ ଏବଂ ପ୍ରଥମ ସଂଖ୍ୟା ପ୍ଲସ୍ ଦ୍ୱିତୀୟ ସଂଖ୍ୟା ଇଜିକାଲ୍ ଟୁ 33, ଦ୍ୱିତୀୟ ସଂଖ୍ୟା ପ୍ଲସ୍ ତୃତୀୟ ସଂଖ୍ୟା ଇଜିକାଲ୍ ଟୁ 36, ତେବେ ସଂଖ୍ୟା ତିନୋଟି କ'ଣ? ମନେକର ସଂଖ୍ୟା ତିନୋଟି ହେଲା A, B ଆଉ C। ତାହେଲେ ତିନୋଟି ସଂଖ୍ୟାର ଯୋଗଫଳ କେତେ ଦେଇଛି? 52। A ପ୍ଲସ୍ B ପ୍ଲସ୍ C ଇଜିକାଲ୍ ଟୁ 52। ଏଟାକୁ ଆମେ ଇକ୍ୱେସନ୍ 1 କରିଦେଲେ। ତାପରେ ପ୍ରଥମ ସଂଖ୍ୟା ପ୍ଲସ୍ ଦ୍ୱିତୀୟ ସଂଖ୍ୟା ଇଜିକାଲ୍ ଟୁ 33। ତାହେଲେ A ପ୍ଲସ୍ B ଇଜିକାଲ୍ ଟୁ 33, ଏଟାକୁ ଆମେ ଇକ୍ୱେସନ୍ 2 କରିଦେଲେ। ତାପରେ ଦ୍ୱିତୀୟ ସଂଖ୍ୟା ପ୍ଲସ୍ ତୃତୀୟ ସଂଖ୍ୟା ଇଜିକାଲ୍ ଟୁ 36। ତାହେଲେ B ପ୍ଲସ୍ C ଇଜିକାଲ୍ ଟୁ 36, ୟାକୁ ଆମେ ଇକ୍ୱେସନ୍ 3 କରିଦେଲେ। ତାହେଲେ ଏଠାରୁ ଆମେ ଯେକୌଣସି ଗୋଟେ ସଂଖ୍ୟାର ମୂଲ୍ୟ ବାହାର କରିସାରିଲା ପରେ ଆମକୁ ବାକି ସଂଖ୍ୟା ଗୁଡ଼ିକ ପାଇବା ପାଇଁ ସହଜ ହେଇଯିବ। ତାହେଲେ ଇକ୍ୱେସନ୍ 1 ମାଇନସ୍ ଇକ୍ୱେସନ୍ 2। ତାହେଲେ ଦେଖ ଇକ୍ୱେସନ୍ 1 A ପ୍ଲସ୍ B ପ୍ଲସ୍ C ଇଜିକାଲ୍ ଟୁ 52 ମାଇନସ୍ A ପ୍ଲସ୍ B ଇଜିକାଲ୍ ଟୁ 33। ତାହେଲେ ଏଠାରେ ପ୍ଲସ୍ A ମାଇନସ୍ A ପ୍ଲସ୍ B ମାଇନସ୍ B କଟିଗଲା। ତାହେଲେ ବାକି ରହିଲା କେତେ? C ଇଜିକାଲ୍ ଟୁ ଆମର 19 ହେଲା। ତାହେଲେ ପ୍ରଶ୍ନାନୁସାରେ ଆମେ C ର ମୂଲ୍ୟ ପାଇଗଲେ। ତାହେଲେ ଏବେ ଆମେ କ'ଣ କରିବା? ଦେଖ ଏବେ ଆମେ କ'ଣ କରିବା? B ପ୍ଲସ୍ C ଇଜିକାଲ୍ ଟୁ 36 ଅଛି। ତାହେଲେ ଆମେ ଗୋଟେ କାମ କରିବା, C ର ମୂଲ୍ୟ ପାଇଲେ 19, ତେଣୁ B ପ୍ଲସ୍ C ଇଜିକାଲ୍ ଟୁ 36। B ଲେଖିଦେଲେ ପ୍ଲସ୍ C ଜାଗାରେ କେତେ ଲେଖିଲେ? 19 ଇଜିକାଲ୍ ଟୁ 36। ତାହେଲେ B ର ମୂଲ୍ୟ କେମିତି ପାଇବା? B ଇଜିକାଲ୍ ଟୁ 36 ମାଇନସ୍ 19 ହେଲା କେତେ? 17। ସେହିପରି B ର ମୂଲ୍ୟ ଆମେ ପାଇଗଲେ। ଏବେ କ'ଣ କରିବା? A ର ମୂଲ୍ୟ କେମିତି ପାଇବା? ତାହେଲେ A ପ୍ଲସ୍ B ଇଜିକାଲ୍ ଟୁ 33। ତାହେଲେ A ପ୍ଲସ୍ B ର ମୂଲ୍ୟ କେତେ? B ର ମୂଲ୍ୟ ଆମେ 17 ପାଇଛନ୍ତି। A ପ୍ଲସ୍ 17 ଇଜିକାଲ୍ ଟୁ 33। ତାହେଲେ A ଇଜିକାଲ୍ ଟୁ କେତେ ହେବ? ଏ 17ଟା ଏପଟକୁ ଗଲେ ମାଇନସ୍ ହେଇଯିବ। A ଇଜିକାଲ୍ ଟୁ ମାଇନସ୍ ହେଲା ପରେ 16 ହେଇଗଲା। ତାହେଲେ A ର ମୂଲ୍ୟ ଆମେ 16 ପାଇଲେ, C ର ମୂଲ୍ୟ 19, B ର ମୂଲ୍ୟ 17 ପାଇଲେ। ତେବେ ଯଦି ତିନୋଟି ସଂଖ୍ୟାର ଯୋଗଫଳ 52 ହୁଏ, ସେ କହିଛି, ତାହେଲେ ଗୋଟେ କାମ କରିବା, A ପ୍ଲସ୍ B ପ୍ଲସ୍ C ଇଜିକାଲ୍ ଟୁ 52 ହେଉଛି କି ନାହିଁ ଏବେ ଦେଖିବା ଚାଲ। ତାହେଲେ ପ୍ରଶ୍ନାନୁସାରେ A ପ୍ଲସ୍ B ପ୍ଲସ୍ C ଇଜିକାଲ୍ ଟୁ 52, 16 ପ୍ଲସ୍ 17 ପ୍ଲସ୍ 19 ଇଜିକାଲ୍ ଟୁ 52 ହେଲା। ତାହେଲେ ଏଇ ସଂଖ୍ୟାଟି ଠିକ୍ ଅଛି। ତାହେଲେ ଏବେ ପ୍ରଶ୍ନାନୁସାରେ ପ୍ରଥମ ସଂଖ୍ୟା ପ୍ଲସ୍ ଦ୍ୱିତୀୟ ସଂଖ୍ୟା ଇଜିକାଲ୍ ଟୁ 33। ତାହେଲେ ପ୍ରଥମ ସଂଖ୍ୟା A ର ମୂଲ୍ୟ ଆମେ 16 ପାଇଲେ, B ର ମୂଲ୍ୟ ଆମେ 17 ପାଇଲେ, ଇଜିକାଲ୍ ଟୁ 33 ହେଇଗଲା। ତାହେଲେ ଠିକ୍ ଅଛି। ତାପରେ ପ୍ରଶ୍ନାନୁସାରେ ଦ୍ୱିତୀୟ ସଂଖ୍ୟା B ପ୍ଲସ୍ C ଇଜିକାଲ୍ ଟୁ 36। ତାହେଲେ B ର ମୂଲ୍ୟ ଆମେ କେତେ ପାଇଲେ? 17 ପ୍ଲସ୍ 19 ଇଜିକାଲ୍ ଟୁ 36। ତାହେଲେ ଆମର ପ୍ରଶ୍ନଟି ଠିକ୍ ଅଛି ଏବଂ ଉତ୍ତରଟି ମଧ୍ୟ ଠିକ୍ ଅଛି।